ଜୋତା ଲୁଚେଇ ଏତିକି ଟଙ୍କା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଜାଣିଲେ ଉଡ଼ିଯିବ ହୋସ୍। ଟିମ୍ ଇଣ୍ଡିଆର ତାରକା ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ତାଙ୍କ ସ୍ତ୍ରୀ ନାତାଶା ଷ୍ଟାନକୋଭିଙ୍କ ସହ ତାଙ୍କର ଛେଡ଼ପତ୍ର ହୋଇଛି। ଏନେଇ ଉଭୟ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଛନ୍ତି। ହାର୍ଦ୍ଦିକ 2020ରେ ନାତାଶାଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ 3 ବର୍ଷର ପୁଅ ଅଗସ୍ତ୍ୟ ମଧ୍ୟ ଅଛନ୍ତି। ହିନ୍ଦୁ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ହାର୍ଦ୍ଦିକ ନାତାଶା 14 ଫେବୃଆରୀରେ ରାଜସ୍ଥାନର ଉଦୟପୁରରେ ବିବାହ କରିଥିଲେ। ଏହି ବିବାହ ସମାରୋହରେ କିଛି ବିଶେଷ ଅତିଥି ଏବଂ ବନ୍ଧୁ ଯୋଗ ଦେଇଥିଲେ। ସୋସିଆଲ ମିଡ଼ିଆରେ ଏହି ବିବାହର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଜୋତା ଚୋରି ରୀତିନୀତି ସମୟରେ ସେ ତାଙ୍କ ଭାଉଜ ପଙ୍କୁରିଙ୍କୁ 5 ଲକ୍ଷ ଟଙ୍କା ଦେବା କଥା କହୁଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭାଇରାଲ ଭିଡ଼ିଓକୁ ଲୋକମାନେ ଲୋକପ୍ରିୟ କରୁଛନ୍ତି। ନାତାଶା ଷ୍ଟାନକୋଭିଚ୍ ଜଣେ ସର୍ବିଆର ମଡେଲ ଏବଂ ଅଭିନେତ୍ରୀ। ଏହି ଦମ୍ପତି ପ୍ରଥମେ ଏକ ନାଇଟ୍ କ୍ଲବରେ ଭେଟିଥିଲେ। ଏହାପରେ ହାର୍ଦ୍ଦିକ ନାତାଶାଙ୍କୁ ତାଙ୍କ ଜୀବନ ସାଥୀ ହେବାକୁ ପ୍ରସ୍ତାବ ଦେଇଥିଲେ। ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ ଅଗସ୍ତ୍ୟ ପାଣ୍ଡ୍ୟା 30 ଜୁଲାଇ 2020ରେ ଜନ୍ମଗ୍ରହଣ କରିଥିଲେ।